Hello aspirants, welcome to Biswajit Civil Servant channel. ବର୍ତ୍ତମାନ ବହୁତ ସାରା ଯେମିତି ବର୍ତ୍ତମାନ ପ୍ରିଲିମ୍ସ ଅଛି ଏବଂ ମେନ୍ସ ପାଇଁ ବହୁତ ସାରା ଇନଷ୍ଟାଗ୍ରାମ ହଉ ଫେସବୁକ୍ ହଉ ଏବଂ ୟୁଟ୍ୟୁବରେ ମଧ୍ୟ ବହୁତ ସାରା କମେଣ୍ଟ ବି ଆସୁଛି ଭାଇ ଆମେ ମେନ୍ସ ପାଇଁ ପ୍ରିପାରେସନ୍ ହେବୁ କି ନ ହେବୁ ଆମର ଏତିକି ମାର୍କସ୍ ଅଛି ଆଉ ପ୍ରିପାରେସନ୍ ଏବେ ହେବୁ ନା ନେକ୍ସଟ ଇୟର୍ ପାଇଁ ପଢ଼ିବୁ ଏମିତି ବହୁତ ସାରା ଡାଉଟ୍ ଆସୁଛି ଏବଂ ନିହାତି ସେଇ ରିଲେଟେଡ୍ ଡାଉଟ୍ ଆମେ ନିହାତି କ୍ଲିୟର କରିବା କାରଣ ଏଥର ଯେହେତୁ ବହୁତ ଭାଷ୍ଟ ଭ୍ୟାକେନ୍ସି ଗୋଟେ ବାହାରିଛି ସେ ଭାଷ୍ଟ ଭ୍ୟାକେନ୍ସି ହିସାବରେ ବହୁତ ସାରା ଯେତିକି ୟୁଟ୍ୟୁବ ମାନେ ଓପିଏସ୍ସି ରିଲେଟେଡ୍ ଯେଉଁମାନେ ଭିଡ଼ିଓ ବନାଉଛନ୍ତି ସେମାନେ ବହୁତ ସାରା କଟ୍ ଅଫ୍ ମୋଷ୍ଟ ପ୍ରୋବାବଲି 42 ଆରମ୍ଭ କରିକି 80 ପର୍ଯ୍ୟନ୍ତ ଭିତରେ କଟ୍ ଅଫ୍ ଅଛି ତ ବହୁତ ସାରା ପିଲାଙ୍କର ଏବେ ବି ଏମିତି ଡାଉଟ୍ ଅଛି ଆମେ ପୁଣି ପ୍ରିଲିମ୍ସ ପାଇଁ ପଢ଼ିବା ଷ୍ଟାର୍ଟ କରିବୁ ନା ପୁଣି ସରି ଆମେ ମେନ୍ସ ପାଇଁ ପଢ଼ିବୁ ନା ପୁଣି ଷ୍ଟାର୍ଟିଂରୁ ପୁଣି ପ୍ରିଲିମ୍ସ ପାଇଁ ନେକ୍ସଟ ଇୟର୍ ପାଇଁ ପ୍ରିପାରେସନ୍ କରିବୁ ତ ଏମିତି ବହୁତ ସାରା ଡାଉଟ୍ ଅଛି ଯେଉଁ ପର୍ଯ୍ୟନ୍ତ କଟ୍ ଅଫ୍ ନ ବାହାରିଛି ସେ ପର୍ଯ୍ୟନ୍ତ ମଧ୍ୟ ଆମକୁ ନିହାତି ଡାଉଟ୍ ଆସୁଥିବ ଏବଂ ଆମେ ନିହାତି ଏବେ ବର୍ତ୍ତମାନ ରିସେଣ୍ଟଲି ଯେହେତୁ କଟ୍ ଅଫ୍ ମାନେ ଟୋଟାଲ୍ ବାହାରି ଯାଇଛି ଆନ୍ସର ସିଟ୍ ବାହାରି ଯାଇଛି ଏବଂ ଆମେ ବର୍ତ୍ତମାନ କାଲକୁଲେସନ୍ କରିକି ଆମେ କନସିଡର କରିପାରିବା କି ଆମର କେତେ ମାର୍କ ରହୁଛି ତ ମୁଁ ଯେତିକି ଦେଖିଲି ବହୁତ ପିଲାଙ୍କର ମାନେ ଯେତିକି ମେସେଜ୍ ଆସୁଛି ମୁଁ ଦେଖୁଛି ସେ 45 50 60 ଏଇ ଭିତରେ ବହୁତ ପିଲା ମାନେ 45ରୁ 65 ଭିତରେ ବହୁତ ପିଲା ଆସୁଛନ୍ତି ତ ନିହାତି ଏଇ ରେଞ୍ଜ ଭିତରେ ହିଁ କଟ୍ ଅଫ୍ ଯିବ ତେଣୁ ଆପଣମାନେ ବର୍ତ୍ତମାନ ପାଇଁ ଯେଉଁମାନେ 40 45 50 55 ଏଇଭଳିଆ ରେଞ୍ଜରେ ଆସୁଛନ୍ତି ସେମାନେ ବର୍ତ୍ତମାନ କ'ଣ କରିବା ଉଚିତ ସେମାନେ ବର୍ତ୍ତମାନ ନା ସେମାନେ ଫ୍ୟୁଚର ପାଇଁ ଦେଖିବା ଉଚିତ ନା ଏଥର ମେନ୍ସ ପାଇଁ ପଢ଼ିବା ଆବଶ୍ୟକ ତ ସେଥିପାଇଁ ଆମର ଆଜି ଟପିକ୍ ହେଲା ମେନ୍ସ କେଉଁମାନେ ପ୍ରିପେୟାର ହେବେ ଦେଖନ୍ତୁ ବର୍ତ୍ତମାନ ଯେତିକି ପୋଷ୍ଟ ବାହାରିଛି 475 ପାଖାପାଖି 5000 ପାଖାପାଖି ପିଲା 5000 ପ୍ଲସ୍ ପିଲା ମେନ୍ସ ଦେବାକୁ ଯିବେ ତେଣୁ ଆପଣମାନେ ଆମେ ଯେମିତି କଟ୍ ଅଫ୍ ଯେମିତି 45ରୁ 50 ଭିତରେ ହେଲା ମାନେ 45ରୁ 55 ଏଇ ଭିତରେ ଯଦି କଟ୍ ଅଫ୍ ମାର୍କ ଯାଏ ତ ଆପଣ ଯେଉଁମାନେ 45 ପ୍ଲସ୍ ରଖିଛନ୍ତି ମୋ ମତରେ ସେମାନେ ବର୍ତ୍ତମାନ ପ୍ରିପାରେସନ୍ କରିବା ଦରକାର ମେନ୍ସ ପାଇଁ କାହିଁକିନା ଯଦି ବି କଟ୍ ଅଫ୍ ହାଏଷ୍ଟ ଅଧିକ ଯାଉଛି ମନେକର 60 65 ଗଲା ତ ଏବେ ବର୍ତ୍ତମାନ କଣ୍ଟିନ୍ୟୁଅସଲି ଯେଉଁ ଆମେ ଏକ୍ଜାମ୍ ପୂର୍ବରୁ ଯେଉଁ ରେଞ୍ଜରେ ଆମେ ପାଠ ପଢ଼ୁଥାଉ ବର୍ତ୍ତମାନ ଏକ୍ଜାମ୍ ପାଖେଇ ଆସିଲାଣି ଯେ ମେନ୍ସ ଯଦି ସେପ୍ଟେମ୍ବରରେ ହେବ ତ ପାଖେଇ ଆସିଲାଣି ଏଇ ହିସାବରେ ଆମେ ସେଇ ହିସାବରେ ମଧ୍ୟ ନିଜକୁ ପ୍ରିପେୟାର କରିବା ଦରକାର ଆଉ ଯଦି ମନେକର ଆମେ ପ୍ରିପାରେସନ୍ ନଥିବା ଏଇ ବର୍ଷ ପ୍ରିଲିମ୍ସ ବି ହେବନି ନେକ୍ସଟ ଇୟର ବି ମେନ୍ସ ଅଛି ନା ନେକ୍ସଟ ଇୟର ମେନ୍ସ ପାଇଁ ପାଠ ପଢ଼ିପାରିବା ତେଣୁ ଆପଣମାନେ ବର୍ତ୍ତମାନ ପାଇଁ ଯେକୌଣସି ଫେଜ୍ରେ ବି ଅଛନ୍ତି ଆଉ ଯଦି ଆପଣ 45 ପ୍ଲସ୍ ଅଛି ଆପଣ 45 ପ୍ଲସ୍ ଅଛି ତେଣୁ ଆପଣମାନେ ନିହାତି ଜେନେରାଲ କାଟାଗୋରୀ କଥା 45 ପ୍ଲସ୍ ଅଛି ଆପଣ ନିହାତି ମେନ୍ସ ପାଇଁ ପ୍ରିପାରେସନ୍ କରନ୍ତୁ ଆଉ ଯେଉଁମାନଙ୍କର 45 କିମ୍ବା 45ରୁ ତଳକୁ ଆସୁଛି ତ ତାଙ୍କ ପାଇଁ ବେଟର୍ ହେବ କି ସେମାନେ ପୁଣି ଥରେ ନିଜର ଆନାଲିସିସ୍ କରନ୍ତୁ ନିଜର ଷ୍ଟଡ଼ିକୁ ବର୍ତ୍ତମାନ ଆନାଲିସିସ୍ କରନ୍ତୁ ସେମାନେ ବର୍ତ୍ତମାନ ଷ୍ଟେଜ୍ରେ ବର୍ତ୍ତମାନ କେଉଁଠି ଅଛନ୍ତି କାହିଁକିନା ସେମାନେ ପୁଣି ନୂଆ କରି ଷ୍ଟାର୍ଟ କରିବାକୁ ପଡ଼ିବ ସେମାନେ ଯେଉଁ ଫେଜ୍ରେ ବର୍ତ୍ତମାନ ଅଛନ୍ତି ବର୍ତ୍ତମାନ ପାଇଁ ତାଙ୍କ ପାଖରେ ଏବେଠୁ ଆଉ ବର୍ଷେ ପର୍ଯ୍ୟନ୍ତ ଅଛି ପ୍ରିଲିମ୍ସ ତ ସେମାନେ ବର୍ତ୍ତମାନ ଯେଉଁମାନେ 45 ବିଲୋ 45 ଯେଉଁମାନେ ଅଛନ୍ତି ସେମାନେ ବର୍ତ୍ତମାନ ପାଇଁ ପୁଣି ସେମାନେ ଜିରୋରୁ ଷ୍ଟାର୍ଟ କରିବା ଦରକାର ସେମାନେ ନିଜ ଭୁଲକୁ ଆନାଲିସିସ୍ କରିବା ଦରକାର ମୁଁ କେଉଁଠି ଭୁଲ କଲି ତ ଆମେ ଭୁଲକୁ ଆନାଲିସିସ୍ କରିବାକୁ ଗଲେ ଆମକୁ ମୋଷ୍ଟ ପ୍ରୋବାବଲି ବହୁତ ମାନେ ସବୁଠୁ ବେଷ୍ଟ ପାର୍ଟ ହେଉଛି ଆମେ ବର୍ତ୍ତମାନ କୋଶ୍ଚିନ୍କୁ ଯେଉଁ କୋଶ୍ଚିନ୍ ଏ ବର୍ଷ ହେଇଛି ଆମେ ସେଇ କୋଶ୍ଚିନ୍କୁ 2 ଥର 3 ଥର କରିବା ଦରକାର ଏବଂ ସେଇ କୋଶ୍ଚିନ୍ର ଆନ୍ସର ଆମ ପାଖରେ ରହିବା ଦରକାର ଏବଂ ପ୍ରିଭିୟସ୍ ଇୟର୍ ମାନଙ୍କର ଯେତିକି କୋଶ୍ଚିନ୍ ହେଇଛି 2015 2016 2017 2018 2015ରୁ କଣ୍ଟିନ୍ୟୁଅସଲି ହେଉଛି ତ ପ୍ରତିବର୍ଷ ଯେମିତି ଏକ୍ଜାମ୍ ହେଉଛି ଏକ୍ଜାମ୍ର ପ୍ରିଲିମ୍ସ କୋଶ୍ଚିନ୍ ଅଛି ସେଇ ପ୍ରିଲିମ୍ସ କୋଶ୍ଚିନ୍କୁ ଆମେ 4 ଥର 5 ଥର ଲେଖା ଆନାଲିସିସ୍ କରିବା ଦରକାର 4-5 ଥର ଲେଖା ଆନାଲିସିସ୍ କଲେ ଆମେ ଆକ୍ଚୁଆଲି ଜାଣିପାରିବା ଯେ ଓପିଏସ୍ସିର ମାନେ ଆକ୍ଚୁଆଲି ଫୋକସ୍ ପଏଣ୍ଟ କ'ଣ ଏବଂ ଓପିଏସ୍ସି ଆକ୍ଚୁଆଲି କେଉଁଠୁ ଯାଇକି ବର୍ତ୍ତମାନ କେଉଁଠି ପହଞ୍ଚିଲାଣି ଯେମିତିକି ଆମ ବେଳେ 2020 ସମୟରେ କୋଶ୍ଚିନ୍ ବହୁତ ଇଜି ଥିଲା ଏବଂ ଏ ବର୍ଷ ମୁଁ ଦେଖିବାରେ ଏ ବର୍ଷ ମାନେ ଓଡ଼ିଶା ହିଷ୍ଟ୍ରିର ପାଖାପାଖି ମାନେ 20% ପାଖାପାଖି କୋଶ୍ଚିନ୍ ଓଡ଼ିଶା ହିଷ୍ଟ୍ରିର ହିଁ ଆସିଛି
ଏବଂ ଓଡ଼ିଶା ଜୋଗ୍ରାଫିର ମଧ୍ୟ କୋଶ୍ଚିନ୍ ଆସିଛି। ତେଣୁ ଆମ ବେଳେ ଓଡ଼ିଶାର ହିଷ୍ଟ୍ରି ଜୋଗ୍ରାଫି ପଲିଟି ଗୁଡ଼ା କୋଶ୍ଚିନ୍ ଆସୁନଥିଲା। ଏବେ ଯେହେତୁ ଓଡ଼ିଶା ରିଲେଟେଡ଼ ମଧ୍ୟ ଅଧିକ ଆସୁଛି ଏବଂ ମେନ୍ସରେ ମଧ୍ୟ ସେଇଭଳି ଓଡ଼ିଶା ରିଲେଟେଡ଼ ଟପିକ୍ ଅଧିକ ଆସିବ। ତେଣୁ ଆପଣମାନେ ଏମ୍ଫାସାଇଜ୍ ଦେବା ଦରକାର ଆକ୍ଚୁଆଲି ପାଟର୍ନଟା କେଉଁଠୁ କୁଆଡ଼ିକି ଯାଉଛି। ଆଉ ଯେଉଁ ପର୍ଯ୍ୟନ୍ତ ଆପଣ ପାଟର୍ନ ଆନାଲିସିସ୍ ନ କରିପାରିବେ ଯେତେ ପାଠ ପଢ଼ିଲେ ଟୋଟାଲ୍ ବହି ସବୁତକ କମ୍ପ୍ଲିଟ୍ କରିଦେଲେ ବି କିଛି ହେବନି। ଫାର୍ଷ୍ଟ କଥା ହେଲା ଆପଣ ପାଟର୍ନ ଆନାଲିସିସ୍ କରିବା ଦରକାର, କାରଣ ପ୍ରିଲିମ୍ସ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। କାହିଁକି ନା ପ୍ରିଲିମ୍ସ କ୍ୱାଲିଫାଏ ନ କଲେ ଆପଣ ମେନ୍ସ ପଢ଼ିପାରିବେନି। ମେନ୍ସରେ ଆପଣ ଯେକୌଣସି କୋଶ୍ଚିନ୍ ପଢ଼ିଥିଲେ ବି ଆପଣ କିଛି ନା କିଛି ଯିଏ ଲେଖିବା ପିଲା କିଛି ନା କିଛି ସେ ଗପ ଲେଖିଦେଇପାରିବ। କିନ୍ତୁ ପ୍ରିଲିମ୍ସ କ୍ୱାଲିଫାଏ କଲେ, ଯଦି ପ୍ରିଲିମ୍ସ କ୍ୱାଲିଫାଏ ନ ହେବ ତାହେଲେ ମେନ୍ସ ଲେଖିକି ବି କିଛି ଲାଭ, ମେନ୍ସ ତ ଲେଖି ହିଁ ପାରିବନି। ତେଣୁ ଆପଣମାନେ ଫାର୍ଷ୍ଟ ଅଫ୍ ଅଲ୍ ଆପଣମାନେ ଏବେ ବର୍ତ୍ତମାନ ଯେଉଁମାନେ 45 ବିଲୋ ରଖୁଛନ୍ତି ସେମାନେ ନିହାତି ଫ୍ୟୁଚର୍ ପାଇଁ ପ୍ଲାନିଂ କରିବା ଦରକାର। ଏବଂ ବର୍ତ୍ତମାନ ପାଇଁ ଗୋଟେ ମାସେ ସେମାନେ ଯେଉଁମାନେ ବହି ପୁରା ଟୋଟାଲ୍ ସାରି ଦେଇଛନ୍ତି ସେମାନେ ବର୍ତ୍ତମାନ ଫାର୍ଷ୍ଟ ଗୋଟେ ମାସେ ଏବେ ବର୍ତ୍ତମାନ ଆନାଲିସିସ୍ କରିବା ଦରକାର ପ୍ରିଭିୟସ୍ ଇୟର୍ କୋଶ୍ଚିନ୍। ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଆକ୍ଚୁଆଲି କ'ଣ କୋଶ୍ଚିନ୍ କେଉଁଠୁ ଆସୁଛି, ତ ନିହାତି ସେତିକି ଆନାଲିସିସ୍ କଲା ମାନେ ଆମେ ଜାଣିପାରିବା ଯେ ଓପିଏସ୍ସିର ମାନେ ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ, ଇମ୍ପୋର୍ଟାଣ୍ଟ ଟପିକ୍ କ'ଣ। ଓପିଏସ୍ସି ବର୍ତ୍ତମାନ କେଉଁଠୁ 2015ରେ କେଉଁଠି ଥିଲା, ଏବେ 2024-25 ବର୍ତ୍ତମାନ କେଉଁଠି ପହଞ୍ଚିଛି ଆମେ ଆନାଲିସିସ୍ କଲା ମାନେ ହିଁ ଜାଣିପାରିବା। ତ ତେଣୁ ଆପଣମାନେ ଆଉ ଯେଉଁମାନେ 45+ ଯେଉଁ ସେମାନେ ପ୍ଲିଜ୍ ଆପଣ ଲେଟ୍ କରନ୍ତୁନି, କାରଣ ଅଲରେଡ଼ି ପାଖାପାଖି ଏକ୍ଜାମ୍ ସରିବାର 20-25 ଡେଜ୍ ହେଇଗଲାଣି। ତେଣୁ ଆଉ ଆମେ ଟାଇମ୍ ୱେଷ୍ଟ ନ କରିକି ଆମେ ବର୍ତ୍ତମାନ ଷ୍ଟାର୍ଟିଂରୁ ଆମର ଅପସନାଲ୍ରୁ ଷ୍ଟାର୍ଟ କରିବା ଦରକାର। ଏବଂ ଅପସନାଲ୍ରେ ଆନ୍ସର୍ ରାଇଟିଂ ଷ୍ଟାର୍ଟ କରିବା ଏବଂ ଅପସନାଲ୍ରେ ଯେହେତୁ ଅପସନାଲ୍ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏବଂ ଅପସନାଲ୍ରେ ବହୁତ ସାରା ମାର୍କ ବି ଫେଚିଂ କରିପାରିବା, ତ ଅପସନାଲ୍ରୁ ଷ୍ଟାର୍ଟ କରିବା ଦରକାର। ଏବଂ ଅପସନାଲ୍ ବର୍ତ୍ତମାନ ଫାର୍ଷ୍ଟ ଆମେ ଅପସନାଲ୍ ସରାଇବା, ଅପସନାଲ୍ ପରେ ଆମେ ଜିଏସ୍ ପେପର୍ 1, 2, 3, 4କୁ ଯିବା। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆମର ଅପସନାଲ୍। ଯେଉଁମାନେ 45+ ଅଛି ତ ତାଙ୍କ କଥା କହୁଛି। ଫାର୍ଷ୍ଟ ଆମେ ଅପସନାଲ୍ରୁ ଷ୍ଟାର୍ଟ କରିକି ତାପରେ ଅପସନାଲ୍ ସହିତ ଆଡ଼୍ କରିବା ଆମର ଆନ୍ସର୍ ରାଇଟିଂ। ଅପସନାଲ୍ ସହିତ ଆନ୍ସର୍ ରାଇଟିଂ ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆପଣ ବର୍ତ୍ତମାନ ବାହାନା ନ କରିକି ଯେତିକି ଦିନ ବୁଲିଲେ ଖେଳିଲେ ପ୍ରିଲିମ୍ସ ସରିଲା ପରେ ମଜାମସ୍ତି ହେଇଗଲା। ଏବେ ବର୍ତ୍ତମାନ ଟାଇମ୍ ଆଉ ୱେଷ୍ଟ ନ କରି ବର୍ତ୍ତମାନ ଯେମିତି ଅପସନାଲ୍ ସହିତ ଆନ୍ସର୍ ରାଇଟିଂ କରିବା କଥା ସେ ଅପସନାଲ୍ ସହିତ ଆନ୍ସର୍ ରାଇଟିଂ ଷ୍ଟାର୍ଟ କରିକି ଏବଂ ସେଇ ଯେଉଁ ରିଦିମ୍ରେ ରହିବା କଥା ବର୍ତ୍ତମାନ ସେଇ ରିଦିମ୍କୁ ଯିବା ଦରକାର। କାରଣ ଆଉ ପାଖାପାଖି 2ରୁ 2.5 ମାସ ଏକ୍ଜାମ୍ ଟାଇମ୍ ରହିଲା ଏବଂ ସେଇ ଭିତରେ ଆମେ ନିହାତି ମାନେ ନିଜ ଉପରେ ଏମ୍ଫାସାଇଜ୍ ଦେଇକି ପାଠ ପଢ଼ିବା ଦରକାର। ତ ବର୍ତ୍ତମାନ ମୁଁ ଓଭରାଲି ଗୋଟେ ଆନାଲିସିସ୍ କରିଦେଲି କି ଯେଉଁମାନଙ୍କର 45 ବିଲୋ ଅଛି ସେମାନେ ପୁଣି ନିଜକୁ ଆନାଲିସିସ୍ କରନ୍ତୁ। ଏବଂ ଯଦି ସେମାନେ ଓପିଏସ୍ସି ପାଇଁ ବି ଯୋଗ୍ୟ ନୁହଁ, ସେମାନେ ନିଜେ ଭାବୁଛନ୍ତି ନାଇଁ ମୋର ଓପିଏସ୍ସି ହେଇପାରିବନି, ତାହେଲେ ନିହାତି ସେମାନେ ସୁଇଚ୍ କରିଦିଅନ୍ତୁ ଆଉ କେଉଁ ଏକ୍ଜାମ୍କୁ। ଏବଂ ଯେଉଁମାନେ ନାଇଁ ଏଇ ବର୍ଷ ଯଦି କିଛି ଭୁଲ କଲେ ସେ ଭୁଲର ସଂଶୋଧନ କରିକି ନେକ୍ସଟ ଇୟର୍ ପାଇଁ ପୁଣି ପ୍ରିପାରେସନ୍ କରିବା ଦରକାର। ତେଣୁ ଆପଣମାନେ ଫାର୍ଷ୍ଟ 2015 ଟୁ 2024 ପର୍ଯ୍ୟନ୍ତ ଯେତିକି କୋଶ୍ଚିନ୍ ଆସିଛି ସବୁତକ କୋଶ୍ଚିନ୍କୁ ଆନାଲିସିସ୍ କରନ୍ତୁ। 2025 ପ୍ରିଲିମ୍ସ କୋଶ୍ଚିନ୍ ବି ଅଛି। ଟୋଟାଲ୍ ଆନାଲିସିସ୍ କଲା ପରେ ତାପରେ ପୁଣି ଥରେ ବେସିକ୍ ବୁକ୍ସକୁ ଯାଆନ୍ତୁ। ତ ଥ୍ୟାଙ୍କ ୟୁ। ଆପଣମାନେ ଯେଉଁମାନେ ଦେଖୁଛନ୍ତି, ଯେଉଁମାନେ ମେନ୍ସ ପାଇଁ ପ୍ରିପାରେସନ୍ ହେବାକୁ ଯାଉଛନ୍ତି ତାଙ୍କ ପାଖକୁ ଭିଡ଼ିଓ ନିହାତି ସେଣ୍ଡ କରିବେ ଏବଂ ସେୟାର କରିବେ। ଯେଉଁମାନେ ଦେଖୁଛନ୍ତି ପ୍ଲିଜ୍ ଲାଇକ୍ କରିବେ ଏବଂ ଯଦି ଆଉ କିଛି ଡାଉଟ୍ ଅଛି ଡାଉଟ୍ରେ କମେଣ୍ଟ ସେକ୍ସନରେ ଡାଉଟ୍ ପଚାରିବେ ଏବଂ ଆମେ ନିହାତି ଟ୍ରାଏ କରିବୁ କି ସଲ୍ୟୁସନ୍ କରିବା। ଥ୍ୟାଙ୍କ ୟୁ।